ଭବିଷ୍ୟତ ପାଇଁ ସମସ୍ତଙ୍କୁ ନା କିଛି ସଞ୍ଚୟ କରିବା ଉଚିତ। କିନ୍ତୁ କିଛି ଲୋକ ଏହା ଭାବିକି କୌଣସି ସ୍କିମ୍ କରନ୍ତି ନାହିଁ। କାହିଁକି ନା ତାଙ୍କ ପାଖରେ ଅଧିକ ପଇସା ନାହିଁ ଓ କିଛି ଲୋକଙ୍କ ପାଖରେ ପଇସା ନଥାଏ। ବହୁତ ଲୋକଙ୍କୁ ଏହା ବି ଲାଗେ କି ଛୋଟ ସଞ୍ଚୟରେ କିଛି ହେବ ନାହିଁ ଏବଂ ଏହା ଗୋଟିଏ ବଡ଼ ରାଶି ହୋଇ ଜମା ହୋଇ ପାରିବନି। ଏବଂ ଭାବନ୍ତି କି ଭଲ ଓ ବେଶୀ ପଇସାରେ ସ୍କିମ୍ କଲେ ସେ ଭଲ ସଞ୍ଚୟ କରିପାରିବେ, କିନ୍ତୁ ଏହା ପାଇଁ ଭଲ ପଇସା ଦରକାର, ଯାହା ସମସ୍ତଙ୍କ ପାଖରେ ନଥାଏ। କିନ୍ତୁ ଏବେ ସମସ୍ତଙ୍କ ପାଇଁ ପୋଷ୍ଟ ଅଫିସର ବହୁତ ଭଲ ସ୍କିମ୍ ଆସିଛି, ଯାହା ରେକରିଂ ଡିପୋଜିଟ୍ (RD) କୁହାଯାଉଛି। ପୋଷ୍ଟ ଅଫିସର RDରେ ଆପଣ ମାତ୍ର 10 ଟଙ୍କା ଇନଭେଷ୍ଟରୁ ବି ଆରମ୍ଭ କରିପାରିବେ, ଯାହା ସମସ୍ତଙ୍କ ପାଇଁ ସମ୍ଭବ ଅଟେ। ପୋଷ୍ଟ ଅଫିସର RDରେ ବର୍ତ୍ତମାନରେ 7.3% ବର୍ଷକୁ ସୁଧ ହାର ମିଳୁଛି, କିନ୍ତୁ RDରେ ଗୋଟିଏ ବିଶେଷତ୍ୱ ଏହା ଅଟେ କି ମୂଳ ଟଙ୍କା ସହ ସୁଧ ଟଙ୍କାକୁ 3 ମାସରେ ଥରେ ମିଶାଇ ଦେଇଥାଏ। RD ଆକାଉଣ୍ଟ ଅଧିକତମ ରୂପ 5 ବର୍ଷ ପାଇଁ ହୋଇପାରେ, ତାଠାରୁ ଅଧିକ ନୁହେଁ। ସ୍କିମ୍ ସରିଲା ପରେ ବି ଏହାକୁ ଆଗକୁ ବଢ଼େଇବାର ରାସ୍ତା ବି ଅଛି। ଯଦି ଆଜି ଆପଣ ପୋଷ୍ଟ ଅଫିସର RDରେ 10 ଟଙ୍କା ଜମା କରୁଛନ୍ତି, ତାହେଲେ 5 ବର୍ଷରେ ଆପଣଙ୍କୁ 725 ଟଙ୍କା 5 ପଇସା ଟଙ୍କା ମିଳିବ। ସବୁଦିନ ଯଦି ଆପଣ 100 ଟଙ୍କା ପୋଷ୍ଟ ଅଫିସରେ ଜମା କରୁଛନ୍ତି, ତାହେଲେ ଆପଣଙ୍କୁ 5 ବର୍ଷରେ ମୂଳ ହୋଇଯିବ 1,80,000 ଏବଂ ଏବେକା 7.3% ସୁଧ ଅନୁଯାୟୀ ଆପଣ ପାଇବେ 2,17,515 ଟଙ୍କା। 5 ବର୍ଷରେ 37,515 ଟଙ୍କା ଲାଭ ହେବ। ଆପଣ ନିଜ ନିକଟତମ ପୋଷ୍ଟ ଅଫିସରେ ହିଁ ଯାଇ ନିଜ RD ଫର୍ମ ଭରନ୍ତୁ ଏବଂ RD ଫର୍ମ ଭରି ସାରିଲା ପରେ 10 ଟଙ୍କିଆ ସ୍କିମ୍ ଆରମ୍ଭ କରନ୍ତୁ। ବର୍ଷ ପରେ ଆପଣ ଚାହିଁଲେ ଲାଭ ଅଧା ପଇସା କାଢ଼ିପାରିବେ। ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।